ମଥୁରା ଗୋଟିଏ ଅନ୍ଧକାର କାରାକକ୍ଷ। ତାର ପ୍ରସ୍ତ ପ୍ରସ୍ତ ପାଷାଣ ପାଚେରୀ ନୀରବରେ ତାରା ରାତିରେ ଘୁମୁଥାନ୍ତି। ସମଗ୍ର ଦ୍ୱାପର ଯୁଗର ଘନୀଭୂତ ତମିସ୍ରା ଯମୁନା କୂଳରେ କୁଢ଼େଇ ହୋଇ ରହିଥାଏ। ତାର ରାଜନଅର, କୋଠାବାଡ଼ି, ପ୍ରଶସ୍ତ ରାଜଦାଣ୍ଡ ସବୁଗୁଡ଼ିକ ଅଚିହ୍ନା ଅପରିଚିତ ପରି ଅନାନ୍ତି। କୌଣସିଠାରେ ମମତାର ସ୍ପନ୍ଦନ ନାହିଁ, ଆପଣାପଣର ଉଷ୍ମତା ନାହିଁ। ସବୁ ଶୀତଳ, ହିମଜର୍ଜର, ନିର୍ମମ ଲୁହାର ଶିକୁଳି ପରି, ପଥରର କାନ୍ଥ ପରି, ନୀରବ ଅନ୍ଧାର ପରି। ସେଇଠି ପ୍ରହରୀର କୁହାଟ, ତାର ଅସ୍ତ୍ରର ଝଣତ୍କାର ହିଁ ଏକମାତ୍ର ଶବ୍ଦ। ଅନ୍ଧାର ଭିତରେ ଆହୁରି ଅନ୍ଧାରୁଆ ଛାଇଗୁଡ଼ିଏ ଆସିବା ଏବଂ ପୁଣି ବାହାରିଯିବା ଏକମାତ୍ର ଦୃଶ୍ୟ। ସେଇଠି ପଥରର ଦେହରେ ଶିଶୁର ରକ୍ତ ପରି ଭୟ, ଦ୍ୱେଷ ଲେସି ହୋଇ ରହିଥାଏ। କଂସର ଅଟ୍ଟହାସ ବା ତାର ପରାକ୍ରମ ମଧ୍ୟ ତାକୁ ଲିଭେଇ ପାରେ ନାହିଁ। ସେ କାରାକକ୍ଷରେ ମାନବ ଜାତିର ମାତୃତ୍ୱକୁ ବନ୍ଦିନୀ କରି ରଖାଯାଏ। ନୂଆ ଦେଖିଲେ ତାକୁ ଶିଳା ଦେହରେ ଛେଚି ବିନାଶ କରାଯାଏ। ପୁରୁଣାର ଭୟ ହିଂସ୍ର ରୂପରେ ସେ କାରାକକ୍ଷରେ କୁଣ୍ଡଳ ବାନ୍ଧି ଜଗିଥାଏ। ନୂଆକୁ ଦେଖିବା ମାତ୍ରେ ସଂହାର କରିବ। ନିରୁଦ୍ଧ କାରାକକ୍ଷ ଭିତରେ ପବନ ନିଶ୍ଚଳ, ସୂର୍ଯ୍ୟ ଅଗ୍ନି ନିର୍ବାପିତ, ନୀରବ କଷଣ ହିଁ ସେଇଠି ଏକମାତ୍ର ସତ୍ୟ। ରାଜଧାନୀର ଖବର ଆସି ଗୋପରେ ପହଞ୍ଚେ। ଗଉଡ଼େ ଅଧମ ହେଲେ ମଧ୍ୟ ସବୁ ବୁଝନ୍ତି। ସୁଦାମ ସୁବଳ ମିଶି କଥା ହେବାବେଳେ ଶୁଭେ ମଥୁରାରେ ମଣିଷ ନାହାନ୍ତି, ସବୁଗୁଡ଼ାକ ଅସୁର। ସବୁ ରାଜଧାନୀରେ ସବୁବେଳେ ଅସୁର ହିଁ ରୁହନ୍ତି। ରାମ ରାଜା ହେଲେ କଥା ନିଆରା, ନଚେତ୍ ସବୁ ରାଜଧାନୀ ଊଣା ଅଧିକେ ମଥୁରା ନଗରୀ। ସେଇଠି ମାଇକିନାଗୁଡ଼ାକ ଅସୁରୁଣୀ, ତାଙ୍କ ଦେହଯାକ ବିଷ, ରୋମେ ରୋମେ ବିଷ। ଆମେ ପଠାଉଥିବା ଭାର ଭାର କ୍ଷୀର ପିଇ କଂସ କେଶୀ ନିଶ ମୋଡ଼ୁଥାନ୍ତି, ମୁଷ୍ଟିକ ଚାଣୂର ବାହା ପିଟୁଥାନ୍ତି। କଅଁଳିଆ ପିଲା ଦେଖିଲେ ତା ବେକ ମୋଡ଼ି ଦେବା ପାଇଁ ଖୋଜ ଉଣ୍ଡି ବସିଥାନ୍ତି। ସେ ରାଜ୍ୟରେ ଶଗଡ଼ଗୁଡ଼ାକ ମଧ୍ୟ ଅସୁର, ମାଡ଼ିଗଲେ ମାରିଦେବେ। ଷଣ୍ଢଗୁଡ଼ାକ ଅସୁର, ବକ ମଧ୍ୟ ପାଟି ମେଲେଇ ମଣିଷକୁ ଗିଳି ପକାଏ। ମଥୁରା ଏକ ମାନବେତର ରାଜ୍ୟ, ତାର ଚେତନା ଆସୁରୀ। ସେଠିକା ବାସିନ୍ଦା ରାଜାର ଆଦେଶରେ ଗୋପପୁରଗୁଡ଼ିକୁ ଗସ୍ତରେ ଯାଆନ୍ତି। ସେଇଠି ଶିଶୁ ହତ୍ୟା ନାମକ ଅଭିନବ ଯୋଜନା କାର୍ଯ୍ୟକାରୀ ହୁଏ। ଗୋରି ଗୋରି ଗୋପାଳୁଣୀଗୁଡ଼ିକ ଗୋଠ ବାହୁଡ଼ାକୁ ଅନେଇ ଠିଆ ହୋଇଥିବା ବେଳେ ମଥୁରାର ନାଗରିକମାନଙ୍କ କଥା ପଡ଼େ। ସେମାନେ ସମସ୍ତେ କାମରୂପା। ସେମାନେ ମୋହିନୀ ବିଦ୍ୟା ଜାଣନ୍ତି। କିମିଆ ଗୁଣି ଗାରେଡ଼ିରେ ପୁରୁଷଙ୍କୁ ବଶୀଭୂତ କରିଦିଅନ୍ତି। ସେମାନେ ଟଭାଫଳ ପରି ଖୋସା ପକେଇ ଜାଣନ୍ତି, କଣେଇ ଚାହିଁ ଜାଣନ୍ତି। ଦର୍ପଣ ଆଗରେ ଦିନଯାକ ବସି ସଜେଇ ହୋଇଗଲେ ସେମାନଙ୍କର ସବୁ କୁଜ ଲୁଚିଯାଏ। ସେମାନେ ଭୁରୁ ଚାଲିଦେଇ ହସିଦେଲେ ମନ ମୋହି ନିଅନ୍ତି। ସେମାନେ ଗନ୍ଧର୍ବ ପରି ନାଚନ୍ତି, ଗୀତ ଗାଆନ୍ତି, ଯନ୍ତ୍ର ବଜାନ୍ତି। ଭୋକିଲା ସର୍ପିଣୀ ପରି ସେମାନେ ଅନେଇଥାନ୍ତି ଦାଣ୍ଡରେ ସୁକୁମାର କିଶୋରୀଟିଏ ଦେଖିଲେ ଢୋକିଦେବେ। ସେମାନେ ସମସ୍ତେ ଡାହାଣୀ। ତାଙ୍କର ସର୍ବନାଶ ହେଉ, ତାଙ୍କର ସୁନ୍ଦରପଣରେ ନିଆଁ ଲାଗିଯାଉ। ସେଗୁଡ଼ାକ ସମସ୍ତେ ପୂତନା, ତାଙ୍କ ଦେହଯାକ ବିଷ, ରୋମେ ରୋମେ ବିଷ। ଏଣୁ ସେ ରାଜ୍ୟରେ ସରଲବଣୀ ଗୋଟିକା କାହିଁ ବା ମିଳନ୍ତା? ସେଠାକୁ ଗଲେ କିମ୍ବା ଜୀବନ ପ୍ରବଳ ସଂଘର୍ଷରେ ପ୍ରବେଶ କଲେ ଅଲିଅଳ ପୁଅ କ'ଣ ଖାଇବ ବୋଲି ପ୍ରତ୍ୟେକ ଯଶୋଦା ଚିନ୍ତାକୁଳ ହୋଇ ଉଠନ୍ତି। ନିଜର ଶୂନ୍ୟ କୋଳକୁ ଆଉଁସି ଦେଇ ଜୀବନର ବ୍ୟର୍ଥତାରେ ହାହାକାର କରି ଉଠନ୍ତି। ରାଜାଦେଶ ପାଇ ଏବେ ମଧ୍ୟ ପୁଅ ଯୁଦ୍ଧଭୂମିକୁ ଗଲାବେଳେ ଯଶୋଦା ବିଳପି ଉଠନ୍ତି। ପାଠ ପଢ଼ିବାକୁ ବିଲାତ ଗଲାବେଳେ ମଧ୍ୟ ବିଳପି ଉଠନ୍ତି। କାରଣ ମା କୋଳ ଛାଡ଼ିଲେ ପୁଅ ମଥୁରାକୁ ହିଁ ଯାଏ ଏବଂ ସେଠାରୁ ବାହୁଡ଼ି ଆସିପାରେ ନାହିଁ। ଏକମୁହାଁ ସ୍ରୋତରେ ପଛକୁ ବାହୁଡ଼ିବା ସମ୍ଭବ ନୁହେଁ। ଏଣୁ କିଆରୀରୁ ଧାନ କାଟି ଆଣିଲା ପରେ, ଡେମ୍ଫରୁ ଫୁଲ ତୋଳି ଆଣିଲା ପରେ ସେଠାରେ ଯଶୋଦା ସ୍ମୃତିମୁଖର ବିବଶ ବିଳାପ ଗୁମୁରୁଥାଏ। ମଥୁରା ଏକ ଅପରିଚିତ ଅନାଗତର ରାଜ୍ୟ। ଗୋଟାଏ ଅନ୍ଧାରରୁ ଗିରିଗୁହାର ପ୍ରବେଶଦ୍ୱାର, ଯାହା ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ଟାଣି ହୋଇ ଯିବାକୁ ବାଧ୍ୟ। ସେ ଭିତରକୁ କିନ୍ତୁ ଯଶୋଦାଙ୍କ ପ୍ରବେଶ ନିଷେଧ। ସେ କେବଳ ନିଜର ଉଦ୍ବେଗ ସମ୍ଭାଳି ନ ପାରି କେତେବେଳେ କହି ପକାନ୍ତି, ମଥୁରାକୁ ଯାଇ ମଦନମୋହନକୁ କାଖେଇ ବସାଇ
ମଥୁରାକୁ ଯାଇ ମଦନମୋହନକୁ କାଖରେ ବସାଇ ଘେନି ଆସିବେ। ଏତେ ଯୁଗର ଅଭିଜ୍ଞତା ପରେ ମଧ୍ୟ ଯଶୋଦା ଏହା କହି ଚାଲିଥାନ୍ତି ଏବଂ ଅମାନିଆ ବିଳାପ କରି ଚାଲିଥାନ୍ତି। ଅକ୍ରୂର ରଥ କିନ୍ତୁ ଫେରେ ନାହିଁ। ଗଲାପୁତ୍ର ବାହୁଡ଼େ ନାହିଁ, ବାହୁଡ଼ି ପାରେ ନାହିଁ। ସେ ମଧ୍ୟ ମଥୁରାକୁ ଯାଇ ମଦନମୋହନକୁ ଆଣିପାରନ୍ତି ନାହିଁ। ଏଣୁ ବାତ୍ସଲ୍ୟ ମମତା ସ୍ନିଗ୍ଧ ଯଶୋଦାମାନଙ୍କ ପାଇଁ ମଥୁରା ଏକ ଶିଶୁହନ୍ତା ନିର୍ମମ ରୁକ୍ଷତା, ଗୋଟାଏ କ୍ଷୁଧାର୍ତ କଣ୍ଟାବଣ, ଯାହା ଭିତରେ ଥରେ ବାଛୁରୀ ପଶିଗଲେ ଆଉ ବାହୁଡ଼ି ପାରିବ ନାହିଁ। ତା'ର ନାନାବିଧ କଳ୍ପିତ ବିପର୍ଯ୍ୟୟ ଯଶୋଦାଙ୍କୁ ଆତଙ୍କିତ କରେ, ଆର୍ତ୍ତବିହ୍ୱଳ କରେ। ଏଣୁ ତାଙ୍କର ଲହୁଣୀଖିଆ ପୁଅଙ୍କୁ ଶେଷ ଥର ପାଇଁ ଅଶ୍ଳୀ କରି ସେମାନେ କହିଥାନ୍ତି, ଘନଶ୍ୟାମରେ ମଥୁରା ନଗରୀ ତୁ ନ ଯା। ଯଶୋଦାଙ୍କର ଏ ଯୁଗାବ୍ଧିବ୍ୟାପୀ ବିଳାପକୁ ଏଡ଼ିଦେଇ ପ୍ରତି ମୁହୂର୍ତ୍ତରେ କିନ୍ତୁ ପୁତ୍ରମାନେ ମଥୁରା ନଗରୀକୁ ଯାଇଥାନ୍ତି। ଅନିବାର୍ଯ୍ୟ ଭାବରେ ବାସ୍ନା ଉଡ଼ିଯାଏ। ଯଶୋଦାଙ୍କର କୋମଳ ପାଖୁଡ଼ାଗୁଡ଼ିକ ମଉଳିଯାଏ। ବ୍ୟର୍ଥତାର ଗୁରୁଭାରରେ, ବିରହ ଯାତନାର ନିଦାରୁଣ ତୃଷାଗ୍ନିରେ ଗୋଟି ଗୋଟି ହୋଇ ଝଡ଼ିଯାଏ। ଏହିଭଳି କିନ୍ତୁ ଯେ ମଥୁରାକୁ ଯାଏ, ସେ ଅତର୍କିତ ଭାବରେ ହିଁ ଯାଏ ଏବଂ ଗୋବର୍ଦ୍ଧନ ତଳୁ ଆଙ୍ଗୁଠି କାଢ଼ି ନେଇ ଚାଲିଯାଏ। ସମସ୍ତଙ୍କୁ ନିଜ ଉପରକୁ ଆଉଜେଇ ନେଲା ପରେ, ସମସ୍ତଙ୍କର ମନପ୍ରାଣକୁ ବଶୀଭୂତ କଲା ପରେ ସେ ହଠାତ୍ ଓହରିଯାଏ। ଆଶ୍ରିତମାନଙ୍କ ଉପରେ ମଡ଼େଇ ହୋଇପଡ଼େ ଅକଳନୀୟ ପଥରର ବୋଝ। ପାନ୍ଥଶାଳାର ସହଯାତ୍ରୀ ସାମାନ୍ୟ ପରିଚୟ ପରେ ଯଦି ପାଖେଇ ଆସେ, ତାହାହେଲେ ତା'ର ବିଦାୟ ମୁହୂର୍ତ୍ତ ବ୍ୟଥାବିଧୁର ହୋଇ ଉଠେ। ଅପସରି ଯାଉଥିବା ସେ ଯାତ୍ରୀଟି ପଛରେ କିଛି ଦୂର ଗୋଡ଼େଇ ଯାଇ ପବନରେ ମିଳେଇଯାଏ ଗୋଟିଏ କମ୍ପିତ ଦୀର୍ଘଶ୍ୱାସ। କିନ୍ତୁ ଯାହା ପାଇଁ ଆଜୀବନ ସ୍ୱପ୍ନର ସାଧନ କରାଯାଇ, ଯାହାକୁ ପ୍ରତି ମୁହୂର୍ତ୍ତରେ ଦେହ ମନ ପ୍ରାଣ ଆହୁତି ଦେଇ ସନ୍ଦୀପିତ କରାଯାଏ, ଯାହାକୁ ଜୀବନର ଏକମାତ୍ର ମୂଲ୍ୟ, ଏକମାତ୍ର ସଫଳତା, ଗତି, ଭର୍ତ୍ତା, ପ୍ରଭୁ, ସାକ୍ଷୀ, ନିବାସ, ଶରଣ ଏବଂ ସୌହୃଦ ବୋଲି ଚୂଡ଼ାନ୍ତ ରୂପେ ଗ୍ରହଣ କରି ନିଆଯାଇଛି, ସେ ଯଦି ଚାଲିଯାଏ, ତେବେ ଅନାଶ୍ରିତ ଲଈ ପରି ଜୀବନ ଅବଶ୍ୟ କୋଟି ପଡ଼ିବ। ଘନ କୁହୁଡ଼ି ପରି ଯମୁନା ବକ୍ଷରେ ଜମିଯିବ ସେ ଅନନ୍ତ ଦୀର୍ଘଶ୍ୱାସ। ସେହି ଚୂଡ଼ାନ୍ତ ବିଚ୍ଛେଦର ମୁହୂର୍ତ୍ତରେ ଆତ୍ମା ବିଳପି ଉଠେ, ସରିଯାଉଛିରେ ଏହିଠାରୁ ମନୋରଥ। ତଥାପି ଜୀବନରେ ଶେଷ ତନ୍ତୁ ଛିଣ୍ଡି ଯାଇନାହିଁ। ଏ ବାଡ଼ବାଗ୍ନିକୁ ମଧ୍ୟ ଧାରଣ କରିବାକୁ ସେ ନୀରବରେ ପ୍ରସାରିତ ହୋଇଯାଏ। ଜଳିଯାଏ ଦିଗଚକ୍ର ଏବଂ ଆକାଶ। ଜୀବନର ଭିତ୍ତିଭୂମି ପାଉଁଶ ହୋଇଯାଏ। ସମଗ୍ର ସଞ୍ଚିତ ଅର୍ଥ ବିନିମୟରେ ପାଇଥିବା ମୁକ୍ତାହାର ହଜିଯାଏ ଗୋଟିଏ ଲୋତକ ସମୁଦ୍ରରେ। ଇସ୍, ମଥୁରା କେଡ଼େ ଭୟଙ୍କର ସତେ! ତଥାପି ମଣିଷ ବଞ୍ଚେ। ପୁଅ ଚାଲିଯାଏ ତା'ର ମଥୁରା ଏବଂ ଦ୍ୱାରକାକୁ। ଝିଅ ଚାଲିଯାଏ ହସ୍ତିନା। କାଳର ସଂଘାତରେ ରେଣୁ ରେଣୁ ହୋଇ ଝରିଯାଏ ନିଷ୍ଫଳ ଜୀବନ। ତଥାପି ଗୋପୀ ବଞ୍ଚନ୍ତି, ନନ୍ଦ ଯଶୋଦା ବଞ୍ଚନ୍ତି, ଆମେ ବଞ୍ଚୁ। କଳସ ଝଡ଼ି ପଡ଼ିଥିବା କୋଣାର୍କ ପରି ବଞ୍ଚିବା ଏକ ବିଡ଼ମ୍ବନା, କିନ୍ତୁ ସ୍ମୃତିଭିତ୍ତିକ ହେଇ ପାଷାଣ ପରି ଏହା ମଧ୍ୟ ସତ୍ୟ। ଆକାଶ ଗର୍ଭରେ ଭାସମାନ ବକଦମ୍ପତି ପରି ଜୀବନର ମୂଲ୍ୟ ଆସନ୍ତି ଏବଂ ଯାଆନ୍ତି। ଭାଦ୍ରବର ଘୋର ବର୍ଷା ରାତିରେ ଯମୁନା ପାରି ହୋଇ ଆସନ୍ତି ଏବଂ ଏହିପରି ଯାଆନ୍ତି। ଆମ ପାଇଁ ସେମାନଙ୍କର ଆବିର୍ଭାବ ଯେପରି ଅଯାଚିତ, ତିରୋଭାବ ସେପରି ଅଣାୟତ। ଯେ ଆସେ ସେ ଯିବା ପାଇଁ ହିଁ ଆସେ। ଆସିବା ଯିବା ମଝିରେ ସ୍ୱର୍ଣ୍ଣାଭ କେତୋଟି ମମତାର ବିନ୍ଦୁ ମାତ୍ର ଢଳ ଢଳ ହେଉଥାଏ। ସେଗୁଡ଼ିକୁ ଘେରି ଅଜସ୍ର ଲୋତକର ମୁକ୍ତାବିନ୍ଦୁ। ଉଦ୍ଭିଦ ପରି ଯେଉଁମାନେ ନୂତନ ପ୍ରୟାସରେ ବାର୍ଷିକ ଫସଲ ପାଇଁ ପ୍ରସ୍ତୁତ ରହିଥାନ୍ତି, ଥରେ ରିକ୍ତ ହେଲେ ଯେଉଁମାନଙ୍କର ସମ୍ଭାବନା ସରିଯାଏ ନାହିଁ, ସେମାନଙ୍କର କଥା ନିଆରା। ଯେଉଁମାନେ କିନ୍ତୁ ଜୀବନର ସକଳ ନିର୍ଯ୍ୟାସକୁ
ପ୍ରତି ମୁହୂର୍ତ୍ତରେ ସଞ୍ଚୟରେ ଏକାଠି କରି ଗୋଟିଏ ମାତ୍ର ମୁକ୍ତା ଫଳ ପାଇଥାନ୍ତି। ସେ ଫଳଟି ଝଡ଼ିଗଲେ ଅବଶିଷ୍ଟ ନିଃଶେଷ ଖୋଳପାରେ କେତୋଟି ଦୀର୍ଘଶ୍ୱାସ ଛଡ଼ା ଆଉ କିଛି ରହିଯାଏ ନାହିଁ। ବଞ୍ଚିବାର ସାର୍ଥକତା ନଥିଲେ କେବଳ ଶ୍ୱାସକ୍ରିୟାର ସଞ୍ଚାର ପାଇଁ ବଞ୍ଚି ଲାଭ କ'ଣ? ତଥାପି କାହିଁକି କେଜାଣି ଜୀବନର ସେ ରିକ୍ତ ପରିଚ୍ଛେଦଟି ଅନିବାର୍ଯ୍ୟ ଉପସଂହାର ହୋଇ ଠିଆ ହୁଏ, କ୍ରମଶଃ କ୍ଷୀଣରୁ କ୍ଷୀଣତର ହୋଇ ପରିଶେଷରେ ଯଶୋଦାର ବିଳାପ ଆଉ ଶୁଭେ ନାହିଁ। ମହୁମାଛିମାନଙ୍କ ମୁହଁରେ ନିଆଁ ଜାଳିଦେଇ ମଥୁରା ମଧୁ ଲୁଣ୍ଠନ କରେ। ଶାମୁକାମାନଙ୍କୁ ଦୁଇଫାଳ କରି ମୁକ୍ତା ସଂଗ୍ରହ କରେ। ମିଶର ସାମ୍ରାଜ୍ୟ ଭାଜି ପଡ଼େ କୁଢ଼ କୁଢ଼ ବାଲିର ପାହାଡ଼ ପରି। ସମଗ୍ର ଅତୀତ ହୋଇଯାଏ ଗୋଟିଏ ପ୍ରକାଣ୍ଡ ଡିନୋସର କଙ୍କାଳ। ତା ଭିତରେ ସ୍ମୃତିର ଆବେଗରେ ମଥିତ ହେଉଥାଏ ବିଳମ୍ବିତ ଗୋପପୁରର ଦୀର୍ଘଶ୍ୱାସ। ମଥୁରା ଅପରିମେୟ ଭବିଷ୍ୟତର ପ୍ରଥମ ମୁହୂର୍ତ୍ତ ଏବଂ ଗୋପ ଅତୀତର ଶୀର୍ଷବିନ୍ଦୁ। କାଳର ଅବାରିତ ଧାରା ଗୋପରୁ ମଥୁରାକୁ ଚିର ପ୍ରବାହମାନ। ମଥୁରା ଶୋଷଣ କରେ। ଗୋପର ଦୁଧ ଦହି ଲହୁଣୀ ସହିତ ଗୋପର ଆତ୍ମାକୁ ମଧ୍ୟ ଶୋଷଣ କରିନିଏ। ସେଥିରେ କଂସର କ୍ରୂରତା ଅଛି, ରାଜାର ଦୁର୍ଲଙ୍ଘ୍ୟ ଆଦେଶ ଅଛି, ମାମୁପଣିଆର ପ୍ରଲେପ ମଧ୍ୟ ଅଛି। ଗୋପ ମଥୁରାରେ ହିଁ ଅଜାଡ଼ି ହୋଇଯାଏ, ଉତ୍ସର୍ଗିତ ହୋଇଯାଏ ତାହା ଅବଶ୍ୟମ୍ଭାବୀ। କିନ୍ତୁ ଗୋପର ଆତ୍ମାକୁ ଧାରଣ କରି ମଥୁରା ବଧୂକୁଳ ଗୋପର ସ୍ନିଗ୍ଧତାରେ ବିଗଳିତ ହୁଅନ୍ତି। କାରାକକ୍ଷର ଐଶ୍ୱର୍ଯ୍ୟ ଅନ୍ଧାର ଉଭେଇଯାଏ। ଅସୁର ଚେତନା ପରାଭୂତ ହୁଏ। ରୂପାନ୍ତରିତ ହୁଏ ମଥୁରା। ଚନ୍ଦନ କର୍ପୂରରେ ସୁରଭିତ ବେଣୁଧ୍ୱନିରେ ମୂର୍ଚ୍ଛିତ ମଥୁରା ଆଉ ଗତ୍ୟନ୍ତର ନାହିଁ। ସେ ଗୋପାୟିତ ହୋଇଯାଏ। ମଥୁରାକୁ ଗୋପାୟିତ କରି ଗୋପର ଆତ୍ମା ପୁଣି ସଞ୍ଚରିଯାଏ ଆଉ ଏକ ମଥୁରାକୁ ଏବଂ ସେହିପରି ଆଉ ବାହୁଡ଼େ ନାହିଁ। ଗୋପ ହିଁ ମଥୁରାର ଚୂଡ଼ାନ୍ତ ପରିଣତି। ଯେଉଁଠି ତାର ପାଷାଣ ରୁକ୍ଷତା ଦ୍ରବୀଭୂତ ହୁଏ, ତାର ହିଂସ୍ର ବିଦ୍ୱେଷ ପ୍ରେମ ଜର୍ଜର ହୁଏ। ସୂତ୍ରପରି ଏ ଗୋପଗୁଡ଼ିକୁ ବିଦ୍ଧ କଲା ପରେ ସେ ଅହରହ ମଥୁରାକୁ ପ୍ରସ୍ଥାନ କରୁଥାଏ। ଗୋପ ଏବଂ ମଥୁରା ଦୁଇଟି ଘାଟ ମାତ୍ର, କିନ୍ତୁ ସେ ଧାରା ଗୋପର ନୁହେଁ କି ମଥୁରାର ବି ନୁହେଁ। ଜୟ ଜଗନ୍ନାଥ। ଯଦି ଆପଣଙ୍କୁ ବିଷୟବସ୍ତୁଟି ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆଗାମୀ ସମୟରେ ନୂତନ ବିଷୟମାନ ଶୁଣିବା ପାଇଁ ଆପଣ ମୋତେ ଅନୁମତି ଦିଅନ୍ତୁ। ଜୟ ଜଗନ୍ନାଥ।